ଆଳୁ ବାଇଗଣ କୁଣ୍ଡ କୁଣ୍ଡ କାଟିକିରି ଭଜା ହୁଏ, ସେଟା ଭଲ ଲାଗେ। ଆଉ ସେଟା ବି ଲିମ୍ବ କଟାକୁ ଚୈତ୍ର ମାସରେ ଶାଗ ତାଙ୍କର ବାଇରେ ହୁଏ। ଆଉ ମାଛ ଭଜା, ଆଉ ସେ ଗଲାବେଳେ ଜଟଣୀରୁ ମାଛ ବି ନେଇକିରି ଯାଆନ୍ତି। ଆମ ଘରେ ସମସ୍ତେ ବୋହୂମାନେ ଆମେ ରୋଷେଇ କରୁ ଆମେ ନିଜେ। ଏଠି ସିନା ଲୋକ ରଖିଛୁ, କିନ୍ତୁ ସେଠି ସବୁ ଆମେ କହିବି ସବୁ ତ ଭଲ ଲାଗୁଛି। ଭାଇ ସବୁ ଆଇଟମ୍ ଗୁଡ଼ାକ ତାଙ୍କ ମନକୁ କହନ୍ତି। ଆସିଛନ୍ତି ସବୁ ଝିଅ ଜ୍ୱାଇଁ ଆସିଛନ୍ତି ଖାଇବା ପାଇଁ? ଝିଅ ଜ୍ୱାଇଁ ଆସିଥିଲେ, ବଡ଼ ଝିଅ ଜ୍ୱାଇଁ ଆଇଥିଲେ। ଆଉ ପ୍ରସାଦ ଆସିନି, ଆସିବ ଏଇନା। ଆପଣ ପଖାଳ ଖାଇଲେ ନା ନାଇଁ? ହଁ ମୁଁ ଖାଇଲି। ମାଉସୀ ରୋଷେଇଆ କହୁଥିଲେ କି ଆପଣ ତାଙ୍କୁ କିଛି ନିମ୍ବ କଢ଼ ଦେଲେ, କହିଲେ ଏକ୍ସଟ୍ରା ଆଇଟମ ଗୋଟେ କର, ଲୋକଙ୍କୁ ଭଲ ଲାଗିବ। ତା ବିଷୟରେ କଣ କହିବେ? ଲିମ୍ବ କଢ଼କୁ ଆଳୁ ବାଇଗଣ କୁଣ୍ଡ କୁଣ୍ଡ କାଟିକିରି ଭଜା ହୁଏ, ସେଟା ଭଲ ଲାଗେ। ଆଉ ସେଟା ବି ଲିମ୍ବ କଢ଼ଟାକୁ ଚୈତ୍ର ମାସରେ ଖାଆନ୍ତି ଲୋକ, ସମସ୍ତେ ଭଲ ପାଆନ୍ତି ଖାଇବା। ପଖାଳ ଖାଇବାକୁ ଯେତେବେଳେ ଆପଣ ୟଙ୍ଗ ଥିଲେ, ଯେତେବେଳେ ସୁର ଭାଇ ମଧ୍ୟ ୟଙ୍ଗ ଥିଲେ, ସେତେବେଳେ ସେ ପଖାଳ ଖାଇବାକୁ ପସନ୍ଦ କରନ୍ତି ନା? ବହୁତ ପଖାଳ ଖାଆନ୍ତି, ସେ ଘରକୁ ଗଲା ମାନେ ପଖାଳ ଖାଆନ୍ତି। ସେତେବେଳେ ଆପଣ କଣ କଣ ଆଇଟମ କରିଦିଅନ୍ତି ସେ ଖାଇବାକୁ? ସେତେବେଳେ ଶାଗ ତାଙ୍କର ବାଇରେ ହୁଏ। ଆଉ ମାଛ ଭଜା, ଆଉ ସେ ଗଲାବେଳେ ଜଟଣୀରୁ ମାଛ ବି ନେଇକିରି ଯାଆନ୍ତି। ମାଛ ଭଜା, ଶାଗ ଭଜା। ଆପଣ ନିଜ ହାତରେ କେତେବେଳେ ଖୁଆଇଛନ୍ତି ସୁର ଭାଇଙ୍କୁ? ଆମ ଘରେ ସମସ୍ତେ ବୋହୂମାନେ ଆମେ ରୋଷେଇ କରୁ ଆମେ ନିଜେ। ଏଠି ସିନା ଲୋକ ରଖିଛୁ, କିନ୍ତୁ ସେଠି ସବୁ ଆମେ ନିଜେ କରୁ। ଆପଣଙ୍କ ରୋଷେଇକୁ ସୁର ଭାଇ କେତେ ପସନ୍ଦ କରନ୍ତି? ଏ ଯୋଉ ଦୁଇ ଭାଇ ରୋଷେଇ କରୁଛନ୍ତି, ଆଙ୍କ ରୋଷେଇ ପସନ୍ଦ କରନ୍ତି ନା ଆପଣଙ୍କ ରୋଷେଇ? ମୋ ରୋଷେଇକୁ ପସନ୍ଦ କରନ୍ତି। କଣ ଅଧିକା ପସନ୍ଦ ସୁର ଭାଇ? ସବୁ ପ୍ରକାର ପରିବା ପଡ଼ିକିରି, ଚୁନା ମାଛ ପଡ଼ିକିରି ରାଇ ହବ, ଆଉ ଶାଗ ହବ, ବଡ଼ ମାଛ ଥିଲେ ଭଜା ହବ, ଖାଇବେ। ଆଉ ମାଉସୀ ଘରକୁ ଆସିଛନ୍ତି ନୂଆ ବୋହୂ, ପଖାଳ ଖାଇଲେଣି? ଖାଇଲେ। କୋଉଠି ରହୁଛନ୍ତି ନା ନୂଆ ବୋହୂ? ବୋହୂ ପରା ଏଇନା ବମ୍ବେ ଯାଇଛି ଭାରି ପୁଅ। କଣ ପାଇଁ? ତାର ଚାକିରି ପରା, ତାର ଚାକିରି ସେଠି। ନାଇଁ, ବାହାରେ କାହିଁ ରହିବ? ପୁଅ ଚେଷ୍ଟା କରୁଛି ଏଠିକି ନେଇ ଆସିବ। ବଡ଼ ପୁଅ ଗୋଟେ ଇଣ୍ଟରଭ୍ୟୁ କ'ଣ ତାର ଅଛି ଆଜି ଯୋଗକୁ, ସେ ସାଡ଼େ ଯାଇଛି ଭାରି, ଆସିବ। ଡେରି ହେଇଗଲାଣି, ଆସିନି। ହଁ ତାଙ୍କୁ ହଁ ଭଲ ପାଆନ୍ତି, ଭଲ ବାପା ଭଳିଆ ପୁଅମାନେ ସବୁ ଖାଆନ୍ତି, ଝିଅମାନେ ଖାଆନ୍ତି। ମୁଁ ବହୁତ ଖୁସି ଅଛି। ସୁର ଭାଇ କହୁଥିଲେ ଆପଣ କୁଆଡେ ନାଚୁଥିଲେ ବାହାଘରରେ? ହଁ, ବାହାଘରରେ ସମସ୍ତେ ନାଚୁଥିଲୁ, ବୋହୂ ନାଚୁଥିଲା, ସମସ୍ତେ। ଆଉ କହୁଥିଲେ ହାତ ଧରିକି ଆପଣ ନାଚୁଥିଲେ। ସୁର ହଁ। ଯେତେବେଳେ ଘର ପ୍ରବେଶ କଲେ ଆପଣଙ୍କୁ ପ୍ରଣାମ କଲେ ନା ନାଇଁ? ହଁ, ଆଉ ବୋହୂ ଘରକୁ ଆଇଲେ ଲୁଗା ଟଣା ହବ ଉପରେ, ସେମାନେ 2 ଜଣ ଯାକ ଆସିବେ, ତାଙ୍କର ଦୋଳ ମକୁଟ ହେଇକିରି ଆସିବେ ଘରକୁ। ଆଉ ସେ ସବୁ ସିଷ୍ଟମ ଆମର ଅଛି ନା। ତମେ କ'ଣ ବାହା ହେଇଛ ଜାଣିନ? ବାଇଚଟି।